କେଉଁ ପଶୁର କ୍ଷୀର ସାଧାରଣତଃ କଳା ଅଟେ? ଅପସନ୍ ଏ ଗଣ୍ଡା, ଅପସନ୍ ବି ମଇଁଷି, ଅପସନ୍ ସି ଜିରାଫ, ଅପସନ୍ ଡି ଜେବ୍ରା। ସୋ ଫ୍ରେଣ୍ଡସ୍, ଆପଣମାନେ ପ୍ରତିଟି ପ୍ରଶ୍ନରେ 5 ସେକେଣ୍ଡ ଟାଇମ୍ ପାଇବେ। ଯଦି ଏହାର ଉତ୍ତରଟି ଜାଣିଥିବେ ତ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ। ଆଉ ଯଦି ଆପଣମାନେ ଏହି ଚ୍ୟାନେଲରେ ପ୍ରଥମ ଥର ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଅଲ୍ କରିଦିଅନ୍ତୁ, ଯାହାଦ୍ୱାରା ଏହି ଚ୍ୟାନେଲର ପ୍ରତିଟି ଭିଡ଼ିଓ ଆପଣମାନେ ଦେଖିପାରିବେ। ସୋ ଫ୍ରେଣ୍ଡସ୍, ଟାଇମ୍ଟି ଶେଷ ହୋଇସାରିଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଗଣ୍ଡା। ଗଣ୍ଡାର କ୍ଷୀର ସାଧାରଣତଃ କଳା ଅଟେ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଦୁନିଆର ଏକମାତ୍ର ପଶୁ ଅଛି ଯାହାର କ୍ଷୀର ଅଳ୍ପ ଗୋଲାପୀ ରଙ୍ଗର ହୋଇଥାଏ, ସେ କିଏ? ଅପସନ୍ ଏ ପାଣି ହାତୀ, ଅପସନ୍ ବି ହାତୀ, ଅପସନ୍ ସି ହରିଣ, ଅପସନ୍ ଡି ଗୟଳ ମଇଁଷି। ଆପଣମାନଙ୍କ ପାଇଁ ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ସାଙ୍ଗମାନେ ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପାଣି ହାତୀ, ଯାହାକୁ କହନ୍ତି ଦରିଆଇ ଘୋଡ଼ା। ଦରିଆଇ ଘୋଡ଼ା ସେ ଦୁନିଆର ଏକମାତ୍ର ପଶୁ ଯାହାର କ୍ଷୀର ଅଳ୍ପ ଗୋଲାପୀ ରଙ୍ଗର ହୋଇଥାଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଖଜରା ସହିତ କ୍ଷୀର ପିଇଲେ କ'ଣ ହୁଏ? ଅପସନ୍ ଏ ଶକ୍ତି ବଢ଼େ, ଅପସନ୍ ବି ରତି ଶକ୍ତି ଜନ୍ମେ, ଅପସନ୍ ସି ହାଡ଼ ମଜବୁତ ହୁଏ, ଅପସନ୍ ଡି ଚର୍ବି ବଢ଼େ। ଆପଣମାନଙ୍କ ପାଇଁ ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome. ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଶକ୍ତି ବଢ଼େ। ଖଜରା ସହିତ କ୍ଷୀର ପିଇଲେ ମଣିଷର ଶକ୍ତି ବଢ଼େ, ବଳବାନ ହୁଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ରୋଗୀମାନେ ଅଧିକ ମାତ୍ରାରେ ଛତୁ ଖାଇବା ଉଚିତ? ଅପସନ୍ ଏ ଏସିଡିଟି, ଅପସନ୍ ବି ହୃଦରୋଗୀ, ଅପସନ୍ ସି କିଡନୀ ରୋଗୀ ଏବଂ ଅପସନ୍ ଡି ଲିଭର ରୋଗୀ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1, welcome. ତ ସାଙ୍ଗମାନେ ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ବି ହୃଦରୋଗୀ। ହୃଦରୋଗୀମାନେ ଅଧିକ ମାତ୍ରାରେ ଛତୁ ଖାଇବା ଉଚିତ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଛେଳିର ଗୋଡ଼ ସୁପ୍ କରି ପିଇବା ଦ୍ୱାରା ଏବଂ ଖାଇବା ଦ୍ୱାରା କେଉଁ ସମସ୍ୟା ଖୁବ୍ ଶୀଘ୍ର ଦୂର ହୁଏ? ଅପସନ୍ ଏ ଟିବି, ଅପସନ୍ ବି ଫୁସଫୁସି ରୋଗୀ, ଅପସନ୍ ସି ହାଡ଼ ଭଙ୍ଗା, ଅପସନ୍ ଡି ମଳକଣ୍ଟକ। ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟ ଆରମ୍ଭ ହେଲା ଏବେଠାରୁ। 5, 4, 3, 2, 1, welcome. ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଏହାର ସଠିକ୍ ଉତ୍ତରଟି କ'ଣ ରହିଛି ଦେଖିନେବା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ହାଡ଼ ଭଙ୍ଗା। ଯେଉଁମାନଙ୍କର ହାଡ଼ ଭାଙ୍ଗି ଯାଇଥାଏ, ଛେଳିର ଗୋଡ଼ ସୁପ୍ କରି ପିଇବା ଏବଂ ଖାଇବା ଦ୍ୱାରା 3 ଦିନ ମଧ୍ୟରେ ଠିକ୍ ହେବାରେ ଲାଗିଥାଏ। ତ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିନେବା। କେଉଁ ପତ୍ର ଖାଇବା ଦ୍ୱାରା କେବେ ବି ହାର୍ଟ ଆଟାକ୍ ହେବ ନାହିଁ? ଅପସନ୍ ଏ ବେଲପତ୍ର, ଅପସନ୍ ବି ଭୂସଙ୍ଗ ପତ୍ର, ଅପସନ୍ ସି ନିମ୍ବ ପତ୍ର ଏବଂ ଅପସନ୍ ଡି କରଞ୍ଜ ପତ୍ର। ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟ ଆରମ୍ଭ ହେଲା ଏବେଠାରୁ। 5, 4, 3, 2, 1, welcome. ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତାହେଲେ ଚାଲନ୍ତୁ ଏହାର ସଠିକ୍ ଉତ୍ତରଟି କ'ଣ ଦେଖିନେବା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଭୂସଙ୍ଗ ପତ୍ର। ଭୂସଙ୍ଗ ପତ୍ର ଖାଇବା ଦ୍ୱାରା କେବେ ବି ହାର୍ଟ ଆଟାକ୍ ହୋଇନଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଜୀବର ମଳରୁ କଫି ତିଆରି ହୁଏ? ଅପସନ୍ ଏ ବଜ୍ରକାପ୍ତା, ଅପସନ୍ ବି କସ୍ତୁରୀ ବିଲେଇ, ଅପସନ୍ ସି ଘୋଡ଼ା, ଅପସନ୍ ଡି ଝିଙ୍କ। ଉତ୍ତରଟି ଜାଣିବା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଟନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅଲ୍ କରିଦିଅନ୍ତୁ, ଯାହାଦ୍ୱାରା ଆପଣମାନେ ଆମର ପ୍ରତିଟି ଭିଡ଼ିଓଟି ଦେଖିପାରିବେ। ତ ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କସ୍ତୁରୀ ବିଲେଇ। କସ୍ତୁରୀ ବିଲେଇର ମଳରୁ କଫି ତିଆରି ହୁଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ମାଗୁର ମାଛ ଖାଇବା ଦ୍ୱାରା କେଉଁ ଭୟଙ୍କର ରୋଗ ଠିକ୍ ହୋଇଯାଏ? ଅପସନ୍ ଏ ମୂତ୍ରାଶୟ ରୋଗ, ଅପସନ୍ ବି ହୃଦରୋଗ,
ଅପସନ୍ ସି କ୍ୟାନ୍ସର ରୋଗ ଏବଂ ଅପସନ୍ ଡି କଲିଜା ଯନ୍ତ୍ରଣା। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1. Welcome. ତ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ଉତ୍ତରଟି ହେଉଛି ଅପସନ୍ ଏ ମୂତ୍ରାଶୟ ରୋଗ। ମାଗୁର ମାଛ ଖାଇବା ଦ୍ୱାରା ମୂତ୍ରାଶୟ ରୋଗ ଠିକ୍ ହୋଇଯାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ପୁରୁଷମାନଙ୍କ ପାଇଁ ସବୁଠାରୁ ବଳଶାଳୀ ଫଳ କ'ଣ ହୋଇଥାଏ? ଅପସନ୍ ଏ ଆତ, ଅପସନ୍ ବି ଡାଳିମ୍ବ, ଅପସନ୍ ସି ନଡ଼ିଆ, ଅପସନ୍ ଡି କାଜୁ ବାଦାମ ଅଖରୋଟ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1. Welcome. ସାଙ୍ଗମାନେ ଆପଣଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କାଜୁ ବାଦାମ ଅଖରୋଟ। କାଜୁ ବାଦାମ ଅଖରୋଟ ଖାଇବା ଦ୍ୱାରା ମଣିଷ ବଳଶାଳୀ ଏବଂ ଶକ୍ତିବାନ ହୋଇଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ସକାଳୁ ସକାଳୁ ଖାଲି ପେଟରେ ବାସି ପାଣି ପିଇବା ଦ୍ୱାରା କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ହାର୍ଟ ରୋଗ, ଅପସନ୍ ବି ମଧୁମେହ ରୋଗ, ଅପସନ୍ ସି କିଡନୀ ରୋଗ ଏବଂ ଅପସନ୍ ଡି ମୁଣ୍ଡବ୍ୟଥା ରୋଗ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1. Welcome. ତମେ ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କିଡନୀ ରୋଗ। ସକାଳୁ ସକାଳୁ ଖାଲି ପେଟରେ ବାସି ପାଣି ପିଇବା ଦ୍ୱାରା କିଡନୀ ରୋଗ ଭଲ ହୋଇଥାଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଫଳର ମଞ୍ଜି ବିଛାର ବିଷକୁ ସାଙ୍ଗେ ସାଙ୍ଗେ ଖସେଇ ଦେଇଥାଏ ଏବଂ ଭଲ କରି ଦେଇଥାଏ? ଅପସନ୍ ଏ ସେଉ, ଅପସନ୍ ବି ଅମୃତଭଣ୍ଡା, ଅପସନ୍ ସି ତେନ୍ତୁଳି ଏବଂ ଅପସନ୍ ଡି ଖଜୁରୀ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1. Welcome. ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ତେନ୍ତୁଳି। ତେନ୍ତୁଳିର ମଞ୍ଜି ବାଟି ପିଇବା ଦ୍ୱାରା ବିଛାର ବିଷ ମଧ୍ୟ ସାଙ୍ଗେ ସାଙ୍ଗେ ଖସି ଯାଇଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ମୂଳା ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ପଥିରି, ଅପସନ୍ ବି ସୁଗାର, ଅପସନ୍ ସି ମ୍ୟାଲେରିଆ ଏବଂ ଅପସନ୍ ଡି ମୋତିଆ ବିନ୍ଦୁ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1. Welcome. ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପଥିରି। ମୂଳା ଖାଇବା ଦ୍ୱାରା ପଥିରି ରୋଗ ଠିକ୍ ହୋଇଥାଏ। ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଆପେଲର କେତୋଟି ମଞ୍ଜି ଖାଇବା ପରେ ମଣିଷର ମୃତ୍ୟୁ ହୋଇପାରେ? ଅପସନ୍ ଏ 20ଟି, ଅପସନ୍ ବି 60ଟି, ଅପସନ୍ ସି 80ଟି ଏବଂ ଅପସନ୍ ଡି 100ଟି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1. Welcome. ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 100ଟି। ଆପେଲର 100ଟି ମଞ୍ଜି ଖାଇସାରିବା ପରେ ମଣିଷ ମୃତ୍ୟୁବରଣ କରିପାରେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିନେବା। କେଉଁ ପଶୁ ଚାଟିଦେଲେ ମଣିଷ ମରିଯାଇପାରେ? ଅପସନ୍ ଏ ସିଂହ, ଅପସନ୍ ବି ବାଘ, ଅପସନ୍ ସି ଗୋଧି ଏବଂ ଅପସନ୍ ଡି ଭାଲୁ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1. Welcome. ତ ସାଙ୍ଗମାନେ ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଭାଲୁ। ଭାଲୁ ଚାଟିଦେଲେ ମଣିଷ ମରିଯାଇପାରେ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କଦଳୀ ସହିତ କ'ଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? ଅପସନ୍ ଏ ଚାହା, ଅପସନ୍ ବି ଅଣ୍ଡା, ଅପସନ୍ ସି ମଟନ, ଅପସନ୍ ଡି ଦହି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5, 4, 3, 2, 1. Welcome. ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଅଣ୍ଡା। କଦଳୀ ସହିତ ଅଣ୍ଡା ଖାଇଲେ ମଣିଷର ମୃତ୍ୟୁ ହୋଇପାରେ।